ଗୋଲ ଗୋଲ ପୁରୀ କେଉଁ ଗୃହିଣୀକୁ ବନେଇବାକୁ ଇଚ୍ଛା ନାହିଁ କହିଲେ ଦେଖିବା? ଆଉ କେଉଁମାନଙ୍କୁ ଖାଇବାକୁ ବି ଇଚ୍ଛା ନାହିଁ ସେଇଟା ବି କହିଲେ ଦେଖିବା? ସେଇଥିପାଇଁ ମୁଁ ଆଜି ବନେଇଛି ପୁରା କମ୍ ସାମାନ ଆଉ ବିନା ଝଞ୍ଝଟରେ ହାଲକା ଫୁଲକା ପୁରୀ। ଆମ ବ୍ରହ୍ମପୁର ସାଇଡ଼ରେ ସମସ୍ତେ ସକାଳେ ପୁରୀ ଉପମା ଖାଇବାରେ ସମସ୍ତେ ଜାଣିଥିବେ। ଏଠିର ଫେମସ୍ ପୁରୀ ଉପମା ସମସ୍ତଙ୍କୁ ବହୁତ ପସନ୍ଦ। ହେଲେ ଆମ ଘରେ ସବୁଦିନ ପୁରୀ ଉପମା ଖାଇନଥାଉ। ଯଦି କେବେ କେବେ ମନ ହେଇଯିବ ମାନେ ପୁରୀ ତରକାରୀ ଉପମା ତରକାରୀ ଏମିତି କରିକି ପେଟ ପୁରିକି ଖାଇଥାଉ। ସେଇଥିପାଇଁ ମୁଁ ଆଜି ବନେଇଲି ପୁରୀ। ପ୍ରଥମେ 2 କପ୍ ଅଟାରେ ନେଲି, ତାପରେ ସେଥିରେ ଜିରା ଟିକେ ଆଉ ଲୁଣ ଟିକେ ଦେଇ ସେଇଟାକୁ ପାଣି ଟିକେ ଅଳ୍ପ ଅଳ୍ପ ଦେଇ ଭଲରେ ଗୋଳେଇ ଦେଲି। ଗୋଳେଇକିରି ଗୋଟେ ଭଲ ଅଟା ଗୋଳଟି କଲି। ସେଇଟାକୁ 15 ମିନିଟ୍ ଛାଡ଼ିଦେଲି। ତାପରେ ସେଥିରୁ ଛୋଟ ଛୋଟ ଗୋଲ କରି ଅଟା ବେଲିଲି। ଆଉ ଗୋଟେ କଥା ଜାଣିଛନ୍ତି, ରୁଟି ପରି ଅଟା ବେଲିଲା ବେଳେ କେବେ ସେଥିରେ ଅଟା ଲଗେଇକିରି ତେଲ ଲଗେଇକିରି ବେଲିବେ। ଅଟା ଲଗେଇକି ବେଲିବେନି। କ'ଣ ପାଇଁ ଜାଣିଛନ୍ତି? ତେଲ ଲଗେଇକିରି ବେଲିଲେ ଜଲ୍ଦି ତେଲ ଶୋଷିବନି। ଆଉ ଯଦି ଅଟା ଲଗେଇକି ବେଲିବେ ତାହେଲେ ତେଲ ଜଲ୍ଦି ଶୋଷିଦେବ। ସେଇଥିପାଇଁ ସେମିତି କରିବେ। ସବୁ ପୁରୀ ବେଲିଲା ପରେ ମୁଁ ଗୋଟେ ପରେ ଗୋଟେ ପୁରୀକୁ ଛାଣିକିରି କାଢ଼ିଦେଲି। ତାପରେ ତରକାରୀ ସହ ମିଶେଇକିରି ତ ଖାଇବେ ଆଉ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।